ଆଜି ଆମେ ପଢ଼ିବା ଷଷ୍ଠ ଶ୍ରେଣୀ ଇଂରାଜୀ ବହିର ବାମ୍ବ କରି। ଫ୍ରି ରିଡ଼ିଂ। ୟୁ ହ୍ୟାଭ୍ ରିଡ୍ ଦ ଓଡ଼ିଆ ଫୋକ୍ ଟେଲ୍ ଦ ଫଲିସ୍ ସନ୍ ଇନ୍ ଲ ଇନ୍ ଅଦର୍ ଲାଙ୍ଗୁଏଜ୍। There are similar stories. Let us read a similar Santal folk tales. ବାମ୍ବ କରି। ତାହେଲେ ଆମେ ପଢ଼ିଥିବା ମାନେ ବକା ଜୁଇଁ କଥା ସେମିତି ଗୋଟେ ସିମିଲାର ବା ହେଉଛି ଏକା ଭଳିଆ ଗଳ୍ପ ଆଜି ଆମେ ପଢ଼ିବା, ଯେଉଁଟାକି ସାନ୍ତାଳୀ ଲୋକ କଥା ବମ୍ବ କରି। ତାହେଲେ ବମ୍ବ କରିର ଅର୍ଥ ହେଉଛି ବାଉଁଶ ତରକାରୀ। ତେବେ ଆସନ୍ତୁ ଏହି ଗଳ୍ପଟିକୁ ଆରମ୍ଭ କରିବା। Once a foolish Santal son-in-law went to his in-laws' place. ଥରେ ଗୋଟେ ବକା ସାନ୍ତାଳୀ ଜ୍ୱାଇଁ ତାଙ୍କ ଶ୍ୱଶୁର ଘରକୁ ଯାଇଛନ୍ତି। Mother-in-law cooked delicious dish for her son-in-law. ତାଙ୍କ ଶାଶୁ ମା ତାଙ୍କ ଜ୍ୱାଇଁ ପାଇଁ ସୁସ୍ୱାଦ ଭୋଜନ ତିଆରି କରିଛନ୍ତି। One of the dish was a curry made out of bamboo. ସେଥିମଧ୍ୟରୁ ଗୋଟିଏ ତରକାରୀ ଛୋଟ ବାଉଁଶରେ ତିଆରି ହୋଇଥିଲା। The son-in-law liked it very much and asked his mother-in-law, "Mother, the curry is extremely delicious." ଶାଶୁମା, ଏହି ତରକାରୀଟି ବହୁତ ସୁସ୍ୱାଦିଷ୍ଟ ଅଟେ। What is the made from? ଏହା କେଉଁଥିରେ ତିଆରି ବୋଲି ଜ୍ୱାଇଁ ତାଙ୍କ ଶାଶୁମାକୁ ପଚାରିଲେ। Instead of answering his question, she pointed at the bamboo door. ତାହେଲେ ସେ କ୍ୱେଶ୍ଚନର ଆନ୍ସର ଦେବା ପରିବର୍ତ୍ତେ ସେ ବାମ୍ବୋ ଡୋରକୁ ଚାହିଁକିନା ରହିଲେ। Son-in-law asked, "Is it from bamboo?" ଏହା ବାଉଁଶରେ ତିଆରି କି ବୋଲି ତାଙ୍କ ଜ୍ୱାଇଁ ପଚାରିଲେ। ତାପରେ ତାଙ୍କ ଶାଶୁମା କହିଲେ, "Yes son, the curry is made from bamboo and is therefore called bamboo curry." Next day, the son-in-law was about to leave for his home. ତାହେଲେ ତା ପରଦିନ କ'ଣ ହେଇଛି? ତା ପରଦିନ ତାଙ୍କ ଜ୍ୱାଇଁ ଘରକୁ ଯିବା ପାଇଁ ବାହାରିଛନ୍ତି। The bamboo curry come to his mind. ଏବଂ ଯେତେବେଳେ ବାହାରିଛନ୍ତି ସେତେବେଳେ କ'ଣ ହେଇଛି ନା ସେ ଖାଇଥିବା ବାମ୍ବୋ କରି ବା ବାଉଁଶ ତରକାରୀ କଥା ତାଙ୍କର ମନେ ପଡ଼ିଯାଇଛି। ଏବଂ he thought of cooking bamboo curry at home. ସେ ଚିନ୍ତା କଲେ ସେ ବାମ୍ବୋ ତରକାରୀ ବା ବାଉଁଶ ତରକାରୀ ଘରେ ମଧ୍ୟ ତିଆରି କରିବେ ଭାବିଲେ। But they did not have bamboo. କିନ୍ତୁ ଘରେ ବାଉଁଶ ନାହିଁ। So he carried home to the bamboo door of his in-laws' house. ତାହେଲେ ସେ ଭାବିଲେ ଯେ ସେ ତାଙ୍କ ଶାଶୁ ଘରେ ଥିବା ବାଉଁଶ କବାଟଟିକୁ ସେ ନେଇଯିବେ ତାଙ୍କ ସହିତ ବୋଲି ସେ ଚିନ୍ତା କଲେ ଏବଂ ନେଇଗଲେ ମଧ୍ୟ।